ରେତୈ କୁଳଜ୍ଞାନା ବର୍ଣ୍ଣ ଶଙ୍କର କାରକୈ ଉଚ୍ଚଦ୍ୟନ୍ତେ ଜାତି ଧର୍ମାଃ କୁଳଧର୍ମାଶ୍ଚ ଶାଶ୍ୱତାଃ। ଏହି ବର୍ଣ୍ଣଶଙ୍କର ଉତ୍ପତ୍ତିକାରକ ଦୋଷଗୁଡ଼ିକ ଯୋଗୁଁ କୁଳଘାତୀମାନଙ୍କର ସଦାକାଳରୁ ଚଳି ଆସୁଥିବା କୁଳଧର୍ମ ଓ ଜାତିଧର୍ମ ନଷ୍ଟ ହୋଇଯାଏ। ଯୁଦ୍ଧରେ କୁଳକ୍ଷୟ ହେଲେ କୂଳ ସହିତ ଚଳି ଆସୁଥିବା କୁଳଧର୍ମ ମଧ୍ୟ ନଷ୍ଟ ହୋଇଯାଏ। କୁଳଧର୍ମ ନଷ୍ଟ ହୋଇଗଲେ କୂଳରେ ଅଧର୍ମ ବୃଦ୍ଧି ହୁଏ। ଅଧର୍ମ ବୃଦ୍ଧି ହେଲେ ସ୍ତ୍ରୀମାନେ ଦୂଷିତ ହୋଇଯାଆନ୍ତି। ସ୍ତ୍ରୀମାନେ ଦୂଷିତ ହୋଇଗଲେ ବର୍ଣ୍ଣଶଙ୍କର ଜନ୍ମ ହୁଅନ୍ତି। ଏହି ପ୍ରକାରେ ବର୍ଣ୍ଣଶଙ୍କର ଉତ୍ପତ୍ତିକାରକ ଦୋଷ ଗୁଡ଼ିକରୁ କୁଳଘାତୀମାନଙ୍କର ଜାତିଧର୍ମ ନଷ୍ଟ ହୋଇଯାଏ। କୁଳଧର୍ମ ଓ ଜାତିଧର୍ମ କ'ଣ? ଗୋଟିଏ ଜାତିରେ କୌଣସି ଏକ ନିର୍ଦ୍ଦିଷ୍ଟ କୂଳରେ ଯେଉଁ ଯେଉଁ ସ୍ୱତନ୍ତ୍ର ପରମ୍ପରା ମର୍ଯ୍ୟାଦା ଓ ଆଚରଣ ଥାଏ ସେସବୁକୁ ସେହି କୂଳର କୁଳଧର୍ମ କୁହାଯାଏ। ଗୋଟିଏ ଜାତିର ସମସ୍ତ କୂଳକୁ ନେଇ ଯେଉଁ ଧର୍ମ ନିର୍ଣ୍ଣୟ କରାଯାଇଛି ସେସବୁକୁ ଜାତିଧର୍ମ ଅର୍ଥାତ୍ ବର୍ଣ୍ଣଧର୍ମ କୁହାଯାଏ। ଏହା ଶାସ୍ତ୍ର ନିୟତ ଓ ସାଧାରଣ ଧର୍ମ। କୁଳଧର୍ମ ଓ ଜାତିଧର୍ମର ଆଚରଣ କରା ନଗଲେ ତାହା ନଷ୍ଟ ହୋଇଯାଏ।